प्रभु विश्व कल्याणकारी प्रभु विश्वनाथ तुम्हारी अपार करुणा बेले ए बाबा कुटीरे जन्म दे अच्छी देवदत्त बोली शिशुपुत्र एक पुत्र को पाइन सबु दुख सबु कष्ट भूलिबा को चेष्टा मु करूछि। ए बापा तोते तू कोन तू काहे कांदिछु तू आसीबी बोली आज केते तू जदि एमिति कांदिबु ताले मु कोन धैर्य धरि पारिबि तू जदि एमिति कांदिबु ना ताले मु भी कांदी पकेइबि रे बाप ना बाप तू कांद ना 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 मो तो ना मो सुना तू जदि एमिति कांदिबु ताले मु कोन धैर्य धरि पारिबि रे सुना तू जदि एमिति कांदिबु ना ताले मु भी कांदी पकेइबि रे तन मु सत कहउछि। ए बापा धन मो धन पकड़ा कांदिना रे धन मो अंकार तान कांदिना रे धन मो अंकार तान तू आसिलु बोली आज खुशी मो मन मो पिंड पड़ा मो दुख धन मो आखि सपना जे महान ऋषि बाबा तोर जे महान रखिले आमरी मान के महान नाई रे बाप धन मो आखिरे कण गोटे पड़गला तो से मो आखिर लुह टे बाहरी जाऊँ रे सुना। ए माँ बाप धन जल बिहुने कि न बची पारे मात व्यस्त जल बिहुने कि न बची पारे मात व्यस्त तुमरी यही पणत श्रीमंदिर नेत उड़ाई रखी मते हो तुम्हें मो सकल तीर्थ तुमरी आखिरे मुलुह देखिले तुमरी आखिरे मुलुह देखिले सही पारिबिनी भाषे रोहितहीन हो
ମହାନ ମୋ ମା ମହାନ ମୋ ମା ମହାନ। ଏ ବାପଧନ ହଁ ମା। ତୁ ଏ କଣ କହୁଛୁ ରେ ବାପଧନ? ତୁ କାହିଁକି ଏମିତି କହୁଛୁ? ମୁଁ ତୋତେ ସତ କହୁଛି ରେ ବାପଧନ, ମୋ ଆଖିରେ କଣ ଗୋଟିଏ ପଡ଼ିଗଲା ବୋଲି ଏମିତି ମୋ ଆଖିରେ ଲୁହ ଟିକେ ବାହାରି ଯାଉଛି। ମୁଁ କଣ ତୋତେ ମିଛ କହିପାରିବି ରେ ଧନ? ସତରେ ମା? ହଁ ରେ ବାପଧନ। ଆ ବାପଧନ, ମୁଁ ତୋତେ କିଛି ଖୁଆଇଦେବି ରେ সোনা। ହଁ ମା। ଆ ଏଠୁ ଅଣଟାରେ ଶୁଣ ବିଦୁଷ ମଣ୍ଡଳୀ ପଦ୍ୟ ମାଧ୍ୟମେ କହୁଛି କରିକର ଯୋଡ଼ି ମଣିପୁର ରାଜବୀର ଭଦ୍ର ହେ ମୃତ ଶୁଦ୍ର ହେରା ସିଂହାସନ ସମସ୍ତେ ଚିନ୍ତିତ ହସ୍ତିକୁମ୍ଭ ବେଣି ଭ୍ରମୁ ଅଛି ଦେଶ ସାରା ଦେବଦତ୍ତ ଶିରେ ଢାଲେ ଶୁଭ ଜଳ ଧାରା ଦେବଦତ୍ତ ଶିରେ ଢାଲେ ଶୁଭ ଜଳ ଧାରା ଦେବଦତ୍ତ ଶିରେ ଢାଲେ ଶୁଭ ଜଳ ଧାରା। ଏ ବାପା ମା ମା ଏ ମହାମାନ୍ୟ ହେଉଛି ଆମ ମଣିପୁର ରାଜ୍ୟର ରାଜା। ଆପଣ ହେଲେ ରାଜାମାତା। ମଣିପୁର ଆମମାନଙ୍କୁ କରୁଛି ସ୍ୱାଗତ ମା। ଏ ଅସମ୍ଭବ ବାକ୍ୟ କିମ୍ପା କହୁଅଛ ଆସି। କାହିଁ ଦାଣ୍ଡର ଭିକାରୀ, କାହିଁ ରାଜଦଣ୍ଡଧାରୀ, ପୁନଶ୍ଚ ଏ ଅଟଇ ନାବାଳକ ଛୁଆ ଏ ରାଜ୍ୟରେ ରାଜା ହୋଇପାରିବ କେମନ୍ତି? ମା ଭାଗ୍ୟବତୀ, ମୁଁ ଦେବ ଦେବ ପଞ୍ଚାନନ କହୁଛି, କାହିଁକି ପାରିବନି ମା? ସେ ସାମାନ୍ୟ ବାଳକ ନୁହଁ, ତା ଶରୀରରେ ଅଲୌକିକ ଶକ୍ତି ଦେବଦେବ ପଞ୍ଚାନନ ଦେଇଛନ୍ତି। ଆଉ ମଣିପୁର ରାଜ୍ୟ ସିଂହାସନ ରାଜା ଶୂନ୍ୟ ହୋଇ ସିଂହାସନ ଶୂନ୍ୟ ହୋଇ ପଡ଼ିଅଛି। ତେଣୁ ତୋ ପୁଅ ମୁଣ୍ଡରେ ସୁନାର କଳସୀ ଜଳ ଡାଲିଛି, ତାହା ମୋ ହିଁ ପ୍ରେରଣା ଥିଲା। ତେଣୁ ତୁ ମୋର ଆଦେଶକୁ ଅବଜ୍ଞା ନ କରି ମୋ ଆଦେଶକୁ ଅନୁକ୍ରମେ ପାଳନ କର। ଏ ମୁଁ କଣ ଶୁଣିଲି କର୍ଣ୍ଣରେ? ହେ ପ୍ରଭୁ ମହାଦେବ, ଯଦି ମୋହର କୋଉଠି ତ୍ରୁଟି ରହିଥାଏ କ୍ଷମା ଦେବ ଏ ଅଭାଗା ସନ୍ତାନକୁ। ବାପଧନ, ହଁ ମା। ତୁ ନା ଆଜିଠୁ ରାଜା ହୋଇ ଯାଇଛୁ ରେ ସୁନା। ହଁ ମା। ହେଲେ ବାପଧନ, ମା। ତୁ କଣ ଏ ରାଜ୍ୟରେ ଶାସନ କରିପାରିବୁ? ନିଶ୍ଚୟ ମା। ନିଶ୍ଚୟ କରିପାରିବୁ ତ? ହଁ ମା। ହଁ ରେ ବାପଧନ, ତୁ ବା କାହିଁକି କରିପାରିବୁନି? ତତେ ପରା ସାହା ହେବା ପାଇଁ ପ୍ରଭୁ ସେଇ ଦେବଦେବ ମହାଦେବ ଅଛନ୍ତି। ମହାମନ୍ତ୍ରୀ ମା ତାହେଲେ ଚାଲ ମହାମନ୍ତ୍ରୀ, ଏବେ ଆମେ ଫେରିଯିବା ଆମର ସେଇ ମଣିପୁର ରାଜ୍ୟକୁ। ତେବେ ଚାଲ।